ମୁଁ ଜିତେନ କୁମାର ସାମଲ ଆଉ ଏକ ନୂଆ ଓଡ଼ିଆ ବ୍ଲଗ୍କୁ ସ୍ୱାଗତ। କିଛି ଭାଇଙ୍କର କମେଣ୍ଟ ଆସିଥିଲା ଏହି ଜାଗାରେ ରାତି ବେଳା ଭୂତ ରହୁଛି। ଦେଖନ୍ତୁ, ମୁଁ ତ ବର୍ତ୍ତମାନ ସକାଳ 11 ଘଟିକା ସମୟରେ ଏହି ଜାଗାରେ ପହଞ୍ଚିଲି। ପ୍ରକୃତ ସନ୍ଧ୍ୟାରେ ଆସିବାକୁ ମୋତେ ବି ଭୟ ଲାଗେ। ଦେଖିବା ଦିନ ବେଳେ ପ୍ରକୃତରେ ଏଇ ଘରେ କ'ଣ ଅଛି ମୁଁ ଆପଣମାନଙ୍କୁ ଦେଖିବି ଆଜି ଭିଡ଼ିଓ ମାଧ୍ୟମରେ। ଦେଖନ୍ତୁ, ଇଏ ସେଇ ଜାଗା, ଇଏ ହେଉଛି ରିଙ୍ଗାଳି ବାଲିପୋଷାଇର ଜାମ୍ବୁଧରା କୁଆଁରୀ ଅନ୍ତର୍ଗତ ଏକ ଭଙ୍ଗା ଘର। ଦେଖନ୍ତୁ ଘରଟି କେମିତି ଭଙ୍ଗା ଅବସ୍ଥାରେ ପଡ଼ିଅଛି। ଏଠି କେହି ଲୋକ ରହୁନାହାନ୍ତି, ଘର ପୁରା ଅସନା ଅବସ୍ଥାରେ ପଡ଼ିଅଛି। ଏପଟେ ଗୋଟେ ଘର ଅଛି, ଏପଟେ ଗୋଟେ ଘର ଅଛି, ସେପଟେ ମଧ୍ୟ ଗୋଟେ ଘର ଅଛି, ଏପଟେ ମଧ୍ୟ ଗୋଟେ ଘର ଅଛି। ଇଏ ଅଛି ବଡ଼ ବାରଣ୍ଡା। ବର୍ତ୍ତମାନ ତ କିଛି ଦେଖନ୍ତୁ ଏକ ଶବ୍ଦ ଆସିଲା, ଦେଖିବା ଏ ଶବ୍ଦ କେଉଁଠୁ ଆସିଲା। ମୋତେ ଲାଗୁଛି ଭୂତ ନାହିଁ, ଇଏ ଆଉ କ'ଣ ଶବ୍ଦ ହେଉଛି ମୁଁ ଆପଣଙ୍କୁ ଦେଖେଇବି। ଭିତରକୁ ଯାଇକି ଭିତରେ କ'ଣ ଅଛି ନ ଅଛି ମୋତେ ତ ଭୟ ଲାଗୁନି, କାରଣ ମୁଁ ଦିନବେଳେ ଆସିଛି। ଆପଣ ଦେଖନ୍ତୁ ଭିତରେ କ'ଣ ଅଛି। ଦେଖନ୍ତୁ ଏ ଘର ଭଙ୍ଗାକି ପଡ଼ିଛି, ଏ ଘର ତ କିଛି ନାହିଁ। ଏପଟେ ଘର ଦେଖିବା। ଦେଖନ୍ତୁ କିଛି ବୋତଲ ପଡ଼ିଛି ଏବଂ ଏପଟେ ଡାଳ ପଡ଼ିଛି। କ'ଣ ଏଠି ଛେଳିର କ'ଣ ଲେଣ୍ଡି ମଧ୍ୟ ପଡ଼ିଛି। ଏପଟେ ଛେଳିମାନେ ମଧ୍ୟ ଆସନ୍ତି, ଜଙ୍ଗଲକୁ ଯେଉଁ ଚରି ଆସନ୍ତି। ମୋତେ ଲାଗୁଛି ବର୍ଷା ହେଲେ ବୋଧେ ଏଇଠି ଆଶ୍ରୟ ନିଅନ୍ତି। ଦେଖନ୍ତୁ ଏପଟ ଘର ବି ଦେଖାଉଛି, ଏପଟେ ବି କିଛି ନାହିଁ। ନା, ଦେଖନ୍ତୁ କିଛି ନାହିଁ। ଆଉ କ'ଣ ଦେଖିବା ଶବ୍ଦ ହେଲା, ଦେଖିବା ଏପଟ ଘର କ'ଣ ଅଛି। ଏପଟେ ତ କିଛି ନାହିଁ, କେଉଁଟା ଆବାଜ ହେଲା। ନା, ମୁଁ ଭୟ କରୁନି, ଦେଖାଉଛି ଏପଟେ ସେ ବୋତଲ ପଡ଼ିଛି, କିଛି ନାହିଁ। ଦେଖନ୍ତୁ ଡରିବାର ନାହିଁ, କିଛି ନାହିଁ। ଏପଟ ଘରେ କିଛି ନାହିଁ। ମୋତେ ଲାଗୁଛି ଏପରିକି ଶବ୍ଦ ହୁଏ, କାରଣ ଜଙ୍ଗଲ ପାଖ ଜାଗା ନା। ଦେଖନ୍ତୁ ଏପଟେ ଟିଣ ଛାଣି ଅଛି। ମୋତେ ଲାଗୁଛି ଏଇସବୁ ବୋଧେ ଶବ୍ଦ ହୁଏ, କିନ୍ତୁ ଆମେ ଭୟ କରୁଛୁ। ମୁଁ ତ ଦେଖେଇଲି ଆପଣମାନଙ୍କୁ ଭିଡ଼ିଓ ମାଧ୍ୟମରେ। ଯଦି ମୋ ଭିଡ଼ିଓ ଭଲ ଲାଗିଥିବ ଗୋଟେ ଲାଇକ୍ କରିବେ, ସେୟାର କରିବେ ଆଉ ସବସ୍କ୍ରାଇବ୍ କରିଦେବେ। ରହୁଛି ଜୟ ଜଗନ୍ନାଥ, ମା ହିଙ୍ଗୁଳା, ଜୟ ଜଗନ୍ନାଥ।